লঙ্কা কটকর সিংহাসন উপরে বসিছি উৎপীড়নকারী দুর্বোধ রাক্ষস রাবণ। ঠিক এতিকি বেলে রাবণর সিংহাসন সিধা আকাশ মার্গରୁ ଗୋଟାଏ ଜ୍ୟୋତିର୍ମୟ ପିଣ୍ଡଟାଏ ଖସି ପଡ଼ିଲା। ଚାହିଁଦେଲା ଉପରକୁ ରାବଣ ଜ୍ୟୋତିର୍ମୟ ପିଣ୍ଡଟାକୁ ଚାହିଁଦେଲା। ସେ ଜ୍ୟୋତିର୍ମୟ ପିଣ୍ଡଟା ଆଉ କେହି ନୁହନ୍ତି। ସେ କିଏ? ସେ ହେଉଛନ୍ତି ଦେବର୍ଷି ନାରଦ। ଦେବର୍ଷି ନାରଦ ଆଜି ରାବଣ ପାଖକୁ ଆସୁଛନ୍ତି। ଏ କଥାକୁ ଜାଣିପାରିଲା ରାବଣ। ସାଙ୍ଗେ ସାଙ୍ଗେ କଣ କଲା? ଲେଖିଲେ ମାଘ ବହି ହେଲା ମାଘ କାବ୍ୟ। ଆଜି ଖସି ପଡୁଛନ୍ତି ଦେବର୍ଷି ନାରଦ। ରାବଣ କଲା କଲା ପତତ ପତଙ୍ଗ ପ୍ରତିମସ୍ତ ପୌନିଧି ପୁରସ୍ୟ ରାବଣ ଭୁବିଗଲ୍ୟତ ତଡ଼ିତାସ୍ତବତାବଦୁ ଚକେଇ ପିଠା ଦୁଦୁ ତିଷ୍ଠଦ ଭୂତ। ସାଙ୍ଗେ ସାଙ୍ଗେ ରାବଣ କଲା ପତଙ୍ଗ ପତଙ୍ଗ ପ୍ରତିମସ୍ତ ପୌନିଧି ସୂର୍ଯ୍ୟଙ୍କର ତେଜ ସଦୃଶ ଏବଂ ଭୂତ ଯେଉଁ ଦେବର୍ଷି ନାରଦ ଯେ ପର୍ଯ୍ୟନ୍ତ ଭୂପତିତ ହୋଇନାହାନ୍ତି, ରାବଣ ସମ୍ମୁଖ ଭାଗ ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ଏ ପାହାଡ଼ରୁ ବିଜୁଳି ଖସି ପଡ଼ିଲା ପରି ଜଗତ ଉପରୁ ଖସି ପଡ଼ିଲେ ରାବଣ। ଠିଆ ହେଇ ପଡ଼ିଲେ, ଉପରକୁ ଚାହିଁଲେ, ଦେବର୍ଷି ନାରଦ ଆସୁଛନ୍ତି। ଭ୍ରମଜାତ ହେଲା ରାବଣର। ସତରେ କଣ ଇଏ ଦେବର୍ଷି ନାରଦ ଆସୁଛନ୍ତି? ରାବଣ କହିଲା ନା 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 ନା, ଇଏ ଦେବର୍ଷି ନାରଦ ମୋ ପାଖକୁ ଆସୁନାହାନ୍ତି। ତାହେଲେ ଇଏ କଣ? ଲେଖିଲେ କାଳିଦାସ ବହି ହେଲା ବିକ୍ରମ ଉର୍ବୈଷମ ନାଟକ। ଗୋରଚନା ନିକଷା ପିଙ୍ଗଦଟା କଳା କହ କଳା ମୋର ବିତି ସୂତ୍ର ଗୁଣାଟି ଶୟ ସମ୍ଭୃତ ମଣ୍ଡନ ହଇବ ଜଙ୍ଗମ କଳ୍ପ ବୃକ୍ଷ। ଆଜି ଆସୁଛନ୍ତି ନାରଦ। ରାବଣ କହୁଛି ନା, ଇଏ ନାରଦ ଆସୁନାହାନ୍ତି। ଗୋରଚନା ନିକଷା ପିଙ୍ଗ ଯୋଉଟା କଳା ଗୋରଚନାଟା ସୁନା ବର୍ଣ୍ଣ। ଇଏ ଗୋରଚନା ରୂପକୁ ଧାରଣ କରୁଥିବା ଦେବର୍ଷି ନାରଦ। ଇଏ ପିଙ୍ଗଳିତ ଜଟା ଗୁଡାକ ଲମ୍ବିଛି। ଆସୁଛନ୍ତି ନାରଦ। ଗୋରଚନା ନିକଷା ପିଙ୍ଗ ଯୋଉଟା କଳା ସଲକ୍ଷତେ ଶଶିକଳା ମଳବିତି ସୂତ୍ର। ଏ ଯୋଉ ଦେବର୍ଷି ନାରଦଙ୍କ ପଇତାଟା ପଡିଛି କେମିତି ଦେଖାଯାଉଛି ନା, ଚନ୍ଦ୍ରଙ୍କ ଦେହରେ କଳଙ୍କ ଥିଲେ ଚନ୍ଦ୍ରର ଶୋଭାଟା ବୃଦ୍ଧି ପାଏ, ବଢିଯାଏ ଚନ୍ଦ୍ରର ଶୋଭା। ଦେବର୍ଷି ନାରଦଙ୍କର ଏ ପଇତାର ଶୋଭାଟା ଆଜି ବଢି ଦେଇଛି। ଜଙ୍ଗମ କଳ୍ପ ବୃକ୍ଷ। ରାବଣ ଚିନ୍ତା କରୁଛି ଦେବର୍ଷି ନାରଦ ଆସୁନାହାନ୍ତି ଯେ ଗୋଟେ ସୁନାର ବର ଗଛଟାଏ ଆଜି ଚାଲି ଚାଲି ମୋ ପାଖକୁ ଆସୁଛି। ପହଞ୍ଚି ଗଲେ ରାବଣ ନିକଟରେ ଆଜି ଦେବର୍ଷି ନାରଦ। ଦେବର୍ଷି ନାରଦ ଯେତେବେଳେ ରାବଣ ସମ୍ମୁଖ ଭାଗରେ ଛିଡ଼ା ହେଇ ପଡ଼ିଲେ, ରାବଣ ଭାବୁଛି ଏ ଦେବର୍ଷି ନାରଦ ନା, ଇଏ ଦେବର୍ଷି ନାରଦ ମୋ ପାଖରେ ଛିଡ଼ା ହେଇନାହାନ୍ତି। ଇଏ କିଏ? ସେ ତତଃ ଶରଶ୍ଚନ୍ଦ୍ର କୋଳାଭିରାମେରୁ ପ୍ରାଂଶୁ ବିବାଂଶୁ ଜାଳେଇଃ ରୁଚନ୍ତି ସଙ୍ଗୀ।
ଶରତ କାଳର ଏ ଚନ୍ଦ୍ର ମୋ ପାଖରେ ଉଦୟ ହେଲେ ଶରତ କାଳର ଚନ୍ଦ୍ର ତଲବତ ଆଜି ଦେବର୍ଷି ନାରଦ ରାବଣ ସମ୍ମୁଖ ଭାଗରେ ଛିଡ଼ା ହେଇ ପଡ଼ିଲେ। ତେଣୁ ସାଙ୍ଗେ ସାଙ୍ଗେ କଣ କଲା ରାବଣ ଭାଗବତର ଗୋଟାଏ ପବିତ୍ର ଜଳେ ହାତ ସାଙ୍ଗେ ସାଙ୍ଗେ ପାଦକୁ ଧୋଇଦେଲେ ଆସନରେ ବସାଇ ଦେଲେ କହୁଛନ୍ତି ହେ ଦେବର୍ଷି ନାରଦ ଆଜି ଆପଣଙ୍କୁ ମୁଁ ଦର୍ଶନ କଲି ମୋର କି ସୌଭାଗ୍ୟ ଆଜି ଆପଣ ମୋ ଦ୍ୱାର ଦେଶରେ ଗୋଟାଏ ପଦ ଲେଖିଲେ ଶାନ୍ତି ବିଗ୍ରହ ମହାପାତ୍ର ଗୋଟେ ପଦ ଆସୁ ସହୃଦାନନ୍ଦ ନାଟକ ରାବଣ ଆଜି ଦେବର୍ଷି ନାରଦଙ୍କୁ କହୁଛି ପୁତମାତ୍ମାନ দর্শনানো গ্রহাতব অক্ষরক্ষীণ পাপানন্দ ସେହି ସହ ସଂଗତି ହେ ଦେବର୍ଷି ନାରଦ ଆପଣଙ୍କର ଦର୍ଶନ ଲାଭ କରି ଆଜି ମୋର ସମସ୍ତ ପାପ କ୍ଷୟ ହେଇଗଲା ସମସ୍ତ ଦୁଷ୍ଟ ଗ୍ରହ ଆଜି ମୋ ପାଖରୁ ଦୂରେଇ ଗଲା ମୁଁ ଆଜି ଆପଣଙ୍କ ଦର୍ଶନରେ ବହୁ ପୁଣ୍ୟ ଲାଭ କଲି। ତେଣୁ ସେ କଣ କଲେ ତାଙ୍କୁ ଆସନ ଉପରେ ବସେଇ ଦେଇଛନ୍ତି ଆତିଥ୍ୟତା ପ୍ରଦାନ କରୁଛନ୍ତି। ଭାବିଲେ ମଞ୍ଜୁବାଣୀ বন্ধু পূজন্তে বিষ্ণু সাধু প্রকৃতির লোকମାନେ বন্ধু জনে আসিলে তাଙ୍କୁ ବିଷ୍ଣୁ ଭଳି ପୂଜା କରନ୍ତି। ରାବଣ ଆଜି ନାରଦଙ୍କ ପାଖରେ ପାଇ ବିଷ୍ଣୁ ତଳବତ ଚିନ୍ତା କରି ତାଙ୍କ ପୂଜାର୍ଚ୍ଚନା କରୁଛି ଆତିଥ୍ୟତା ପ୍ରଦାନ କରୁଛି। କାହିଁକି ଗୋଟାଏ ପଦ ଲେଖିଲେ ବହେ ଶିଶୁପାଳ ମଧ୍ୟ କାହିଁକି ରାବଣ ଆଜି ଏତେ ଆତିଥ୍ୟତା ଦଉଛି ନାରଦ ବିଧାୟତ ଶ୍ୟାପଚିତଙ୍କ ସେ ଦୁଃସହ କାମ ପ୍ରିୟତ ଯଜବନାଂ ପ୍ରିୟ ମାର୍ଜାନ ପରିଚାର୍ଯ୍ୟୟା ମୋହ ଭାବାହି ନିତାନ୍ତ ମର୍ଥିଣ ବିଧାୟତ ଶ୍ୟାପଚିତଙ୍କ ସେ ଦୁଃସହ ମହତ ଜନ ମାନେ ସାଧୁ ଲୋକ ମାନେ ବିବେକୀ ପୁରୁଷ ମାନେ ବନ୍ଧୁଙ୍କୁ ବିଷ୍ଣୁ ଭଳି ପୂଜା କଲେ ତାଙ୍କ ଲାଭ କଣ ହୁଏ ନା ନିଜେ ଆତ୍ମପ୍ରସାଦ ଲାଭ କରନ୍ତି ନିଜେ ଖୁସି ହୁଅନ୍ତି। ଆଜି ଦେବର୍ଷି ନାରଦ ପୂଜାର୍ଚ୍ଚନା କରିଦେଲେ ଆତିଥ୍ୟତା ପ୍ରଦାନ କରିଦେଲେ ରାବଣ ପଚାରିଲେ କଣ ପଚାରିଲେ ହେ ଦେବର୍ଷି ଗତ ସ୍ପୃହ ପ୍ୟାଗମନ ପ୍ରୟୋଜନ ପଦେତି ବକ୍ତୁଂ ବ୍ୟବସ୍ୟତେ ଜୟା ତନୋତି ନସ୍ତାମୁଦିତାତ୍ମ ଗୌରବ ଦୁଷ୍ଟ ବୈଭାଗମୟ ସଧୁଷ୍ଠ ପରପତ୍ର ଯୋଡ଼ି ଦେଇଛନ୍ତି ରାବଣ ହେ ଦେବର୍ଷି ଗତ ସ୍ପୃହ ପ୍ୟାଗମନ ପ୍ରୟୋଜନ ଆପଣଙ୍କ ଦର୍ଶନ ଲାଭରେ ମୋର ଦୁଷ୍ଟ ଗ୍ରହ ତ ଯାହା ଦୂରେଇ ଗଲା ଆପଣ ମୋ ପାଖକୁ ଆସିଛନ୍ତି କାହିଁକି ଆସିଛନ୍ତି ମୁଁ ଜାଣେ
ଆପଣ ମୋ ପାଖକୁ କାହିଁକି ଆସିଛନ୍ତି ପଚାରିବାଟା ଆପଣଙ୍କୁ ମୋର ଧୃଷ୍ଟତାର ପରିଚୟ ମୋର ଅଭଦ୍ରାମୀର ପରିଚୟ ତଥାପି ହେ ଦେବର୍ଷି ଆପଣ ଆଜି ମୋ ପାଖକୁ କାହିଁକି ଆସିଛନ୍ତି ମୋର ଧୃଷ୍ଟତା ପରିଲକ୍ଷିତ ହଉ ପଛକେ ମୁଁ ଆପଣଙ୍କୁ ପଚାରୁଛି ଆପଣ ମୋ ପାଖକୁ କାହିଁକି ଆସିଛନ୍ତି ଆଜି ଦେବର୍ଷି ନାରଦ ଆସିବାର କାରଣ ରାବଣକୁ କହୁଛନ୍ତି ଦେଖିଲେ ବରେଣ୍ୟ କବି କାଳିଦାସ ବହି ଅଛି କୁମାର ସମ୍ଭବ ରାବଣକୁ ଆଜି ନାରଦ କହିଲେ ହେ ରାବଣ ତଦାଗମନ କାର୍ଯ୍ୟ କାର୍ଯ୍ୟ ତବେବ ତତ ସାମୁପଦେଶାତୁ ବୟପତାଉ ସଭାଗିନ ତଦାଗମନ କାର୍ଯ୍ୟ ଶୁଣୁ ହେ ରାବଣ ମୁଁ କାହିଁକି ଆସିଛି ଶୁଣ ମୁଁ ଯୋଉଥିପାଇଁ ଆସିଛି ଯାହା କହିବି ତଦନୁଯାୟୀ ଯଦି ଆପଣ କାର୍ଯ୍ୟ ସମାପନ କରନ୍ତି ତେବେ ଆପଣଙ୍କର ବହୁତ ଲାଭ ହବ ତ ସଙ୍ଗେ ସଙ୍ଗେ ଆମର ବି ଲାଭ ହାତକୁ ଯୋଡ଼ି ଦେଲା କଲା ଦେବର୍ଷି ଆପଣ ଯାହା କହିବେ ଯଦି ମୋର ବହୁତ ଲାଭ ହବ ଆଉ ଆପଣଙ୍କର ମଧ୍ୟ ଲାଭ ହବ ତାହେଲେ ମୁଁ ନିଶ୍ଚୟ କରିବି କୁହନ୍ତୁ ଶୁଣି କହୁଛି ଆଜି ନାରଦ କହିଲେ ରାବଣ ନିକଟରେ ଦେବର୍ଷି ନାରଦ କଲେ କଣ ଜାଣିଛ ଗୋଟାଏ ପଦ ଲେଖିଲେ ନାରଦ ଆଜି ରାବଣକୁ କହୁଛନ୍ତି କଲା ତୁମ୍ଭଙ୍କୁ କରିଣ ନିଧନ ସିଂହାସନ এই লঙ্কা কটকরে জনে ব্যক্তি অছি ଆପଣଙ୍କୁ ମାରି ଆପଣଙ୍କ ସ୍ତ୍ରୀ ଆପଣଙ୍କର ସହଧର୍ମିଣୀ ସହଜାୟା ମନ୍ଦୋଦରୀକୁ ସଙ୍ଗରେ ଧରି এই লঙ্কা কটক রাজ্য সিংহাসনে বসি হাসু চাইবা পাই কি মহি আসিছি হাসু চাইবা পাই কি মহি আসিছি ସାଇ ରାବଣ ଏଇ କଥା କହିବା ପାଇଁ ମୁଁ ତୁମ ପାଖକୁ ଆସିଛି ଏଥିପାଇଁ କଣ ହବ ତମେ ବିଚାର କର ଦେବର୍ଷି ତମେ ଏକଥା ମୋ ଆଗରେ କହିପାରିଲ କେମିତି ମୋର ପାରିପାର୍ଶ୍ୱିକ ସୁଦୃଢ଼ତା କେତେ ମୋର ଶକ୍ତିଟା କେତେ ତମେ କଣ ଜାଣିନ ଏକଥା ସବୁ ଜାଣିକି ମଧ୍ୟ ତମେ ମୋ ପାଖରେ ଏକଥା କେମିତି କହିପାରିଲ ଚିହ୍ନିଛ ମୁଁ କିଏ ଗୋଟାଏ ପଦ ଲେଖିଲି ହନୁମାନ ବହି ହଉଛି ରାବଣ ନିଜର ପୌରୁଷ ନିଜର ପାରିପାର୍ଶ୍ୱିକ ସୁଦୃଢ଼ତା ଆଜି ଦେବର୍ଷି ନାରଦ ଆଗରେ ଆମେ କୁମ୍ଭକର୍ଣ୍ଣ সকল রিপু বল ধ্বংসকারী বলিয়া উত্তমে মেঘনাদ প্রহসিত বদন যেন বন্ধ সুরেন্দ্র খড়গমে চন্দ্রহাস রণমুখে চপল রাক্ষসমে সহায় শত্রু ত্রিভুবন বিজয়ী রাবণ মহারাজ
ପତଳା ମତେ ଚିହ୍ନିଛ ମୁଁ କଣ ଏତେ ଦୁର୍ବଳ ସକଳ ରିପୁ ବଳ ଧ୍ୱଂସକାରୀ ବଳିଆ ମୋର ଗୋଟେ ସାଙ୍ଗ ଭାଇଟେ ଅଛି ନାଁଟା ହଉଛି କୁମ୍ଭକର୍ଣ୍ଣ ସମସ୍ତ ଶତ୍ରୁ ମାନଙ୍କୁ ସେ ପାଦରେ ଦେଇ ଗଳି ଦେଇପାରେ ମୋ ପୁଅ ବଡ ପୁଅ ମୋର ଯାହା ନାଁ କି ଇନ୍ଦ୍ରଜିତ ଇନ୍ଦ୍ରକୁ ମଧ୍ୟ ମାରି ଦେଇପାରେ ସେତିକି ନୁହଁ ଖଡ୍ଗମେ ଚନ୍ଦ୍ରହାସ ରଣମୁଖେ ଚପଳ ରାକ୍ଷସମେ ସହାୟ ଚନ୍ଦ୍ରହାସ ଖଡ୍ଗ ଯୁଦ୍ଧ କ୍ଷେତ୍ରରେ ବିଜୁଳି ତଲପତ ମୋର କାମ ମୁଁ ହଉଛି ସେଇ ରାବଣ ତମେ ମତେ କହୁଛ ମତେ ମାରି ଏ ଲଙ୍କା କଟକରେ ମୋ ସହଧର୍ମୀ ସହଦୟା ଏ ମୁଣ୍ଡ ଧରିକୁ ଧରି ଏ ଲଙ୍କା କଟକ ରାଜା ହବ ଏତେ ଛୋଟ ହର ପିଲା ହେଇଛି ପୁଣି ସେଇ ମହାନାଟ ରାବଣ କହୁଛି ଏ ନାରଦ ଶୁଣ ଜାତ ବ୍ରହ୍ମ କୂଳେ ବ୍ରତ ଘନପତି କୁମ୍ଭକର୍ଣ୍ଣାନୁଜ ସତ୍ରାଜିତ ସ୍ୱୟଂ ଦଶ ଶିର ପୁନଃ ଭୂତ ବିଂଶତି ଦୈତ୍ୟ କାମାଚଳ ପୁଷ୍ପକ ବିମାନ ସମୁଦ୍ର ଗର୍ଭେ ଗୃହ ରାଜାଧିରାଜା ତ୍ରିଭୁବନ ବିଜୟୀ ରାବଣ ମହାବଳୀ हे नारद तमे टिके सुनो जा त ब्रह्म कुले मोते छोटिया कुले जन्म ब्रह्मांड कुले मु जन्म जा त ब्रह्म कुले ग्रत घनपति जहार ग्रत अछुंदी कुबेर जा त ब्रह्म कुले जा त আজি मोर धनपति जे कि कुबेर मोर भाई सानो भाई होची कुंभकर्ण अच्छा मोर पुओ होची ना होची इंद्रजित पुत्र सत्रजित सेतिकी नुह स्वयं दशशिर एई पाशुक अवस्था कहिला बेले मो कथाटा तमु कहिबी मु होची निजे दशानन रावण एवं स्वयं दशानन पुनः भूत विंशति मोर कोडिएटा हाथ सेतिकी नुह दत्य कामाचर ये समस्त दत्य माने मोर होछन्ति अनुचर मु केते निर्भीक दी समुद्र गर्भे तमे समुद्र गर्भ भितर घर करी रहि पाइबो तेनु समुद्र गर्भे गृह मु होची सेई रावण आपण कहउछन्ति ए लंका कटकर मुते मारी मो मंदोरी को धरी ये लंका कटक सिंहासन से अभिषेक हब हसी रावण